ସାଧାରଣତଃ ଆମେମାନେ ଆମ ବୁଝିବାରେ ଇମାନଦାରୀର ଅର୍ଥକୁ ବହୁତ ସଂକୀର୍ଣ୍ଣ କରିଦେଉ ବା ସୀମିତ କରିଦେଉ। ଆମେମାନେ ଭାବୁ କାହାରିଠୁ କିଛି ଟଙ୍କା ନେଇକି ତାକୁ ସମୟରେ ଫେରାଇ ଦେବା ହେଉଛି ଇମାନଦାରୀ। ନହେଲେ କିଏ ତୁମକୁ ଅସୁବିଧାରେ ସାହାଯ୍ୟ କରିଥିଲା, ତା ଅସୁବିଧା ସମୟରେ ସାହାଯ୍ୟ କଲ ମାନେ ତୁମେ ଇମାନଦାର। କାହାର କୌଣସି ଗୁପ୍ତ କଥାକୁ ଗୁପ୍ତ ଭାବରେ ରଖିବା ଇମାନଦାରୀ। ବାସ୍ତବରେ ଏସବୁ ଇମାନଦାରୀର ଉଦାହରଣ ନୁହଁ। ଏସବୁ ହେଉଛି ସମାଜ ସହିତ ତାଳମେଳ ରଖି ବଞ୍ଚିବାର କଳା, ଯାହା ପଛରେ ଆମର ସ୍ୱାର୍ଥ ନିହିତ ଥାଏ। ବାସ୍ତବରେ ଆମେ ଯଦି ଇମାନଦାରୀର ସଂଜ୍ଞାକୁ ଖୋଜିବା, ତାହା ହେଉଛି ଯାହା ତୁମେ ବୁଝିଛ, ଯଦି ତାକୁ କାର୍ଯ୍ୟରେ ପରିଣତ କରୁଛ, ତାହେଲେ ତାହା ଇମାନଦାରୀର ଏକ ଉଦାହରଣ ଏବଂ ତୁମେ ଇମାନଦାର। ସତକୁ ସତ, ମିଛକୁ ମିଛ, ଠିକକୁ ଠିକ ଏବଂ ଭୁଲକୁ ଭୁଲ ବୋଲି ଯିଏ ସର୍ବସମ୍ମୁଖରେ କହିପାରୁଛି, ସିଏ ହେଉଛି ଇମାନଦାର ଏବଂ ତାକୁ କୁହାଯାଏ ଇମାନଦାରୀ।